ସକାଳୁ ସକାଳୁ ମୋ ନଣନ୍ଦ ମାନେ ଆସିକି ମୋତେ କହିଲେ ଭାଉଜ ଆଜି ଗୋଟେ ନୂଆ ଜିନିଷ ବନେଇଦେଲ ଏଇ ଆମ୍ବରେ। ମୁଁ କହିଲି ଆମ୍ବରେ କ'ଣ ବନେଇବା? କହିଲା ଗୋଟେ ଆମ୍ବ ପାଗ କରିଦେଲେ ଚଳିବ, ଆଉ କ'ଣ ବନେଇବା? ମୁଁ କହିଲି ହଉ ଚାଲ। ତାହେଲେ ମୁଁ ଏଇଠି ବସି ପଡ଼ିଲି ଆମ୍ବ ପାଗ କରିବାରେ। ସାଙ୍ଗମାନେ ଭିଡ଼ିଓଟିକି ଜମା ବି କାଟିବେନି, କାରଣ ଆଗକୁ ବହୁତ ଇଣ୍ଟରେଷ୍ଟିଂ ଅଛି। ଆଉ ଏଠି ସେ ବିଭିନ୍ନ ପ୍ରକାର ଆଚାର ଆଣିକି ମୋତେ ଦେଇଥିଲେ ଆମ୍ବରେ ପକାଇବାକୁ, ତାକୁ ବି ମୁଁ ଏଠି ପକାଇଦେଲି। ଏ ମସଲା ଗୁଡ଼ାକ କ'ଣ କେଜାଣି ମୁଁ ତାଙ୍କୁ ପଚାରିଲାରୁ ସେ ଜମା ବି କହିଲେନି, ଆଉ କହିଲେ କି ଏଇଟା ଗୋଟେ ସିକ୍ରେଟ୍ ମସଲା ବୋଲିକି। ଆଉ ସେ ସିକ୍ରେଟ୍ ମସଲାକୁ ମୁଁ ଏଠି ପକାଇ ଦେଇକି ଗୋଳେଇଲି ଆଉ ତାପରେ ମୋର ଏଠି ଗୋଳେଇବାରେ ବ୍ୟସ୍ତ ରହିକି ବନିଗଲା ମୋର ଖୁଲଜା ସିମ୍ ସିମ୍। ଏଠି ମୋର ବନିଗଲା ନୂଆ ଷ୍ଟାଇଲର ଗୋଟେ ଆମ୍ବ ପାଗ। ଆଉ ଏଇ ଆମ୍ବ ପାଗଟା ଦେଖିବାକୁ ଯେତେ ସୁନ୍ଦର ହେଇଥିଲା, ଟେଷ୍ଟ କଲାରୁ ତାଠୁ ଅଧିକ ସୁନ୍ଦର ହେଇଥିଲା। ସତରେ ସାଙ୍ଗମାନେ ଆପଣମାନେ ଏମିତି ଥରେ ବନେଇକି ଖାଆନ୍ତୁ। ପାଟିରୁ ତ ମୋର ନାଳ ବୋହୁଛି, ସେଥିପାଇଁ ଜଲ୍ଦି ମୁଁ ସମସ୍ତଙ୍କୁ ଦେଇ ସାରିକି ନିଜେ ଗୋଟେ ଟେଷ୍ଟ କରିଦେଲି। ଆଉ ଏଇ ଟେଷ୍ଟ କଲା ଭିତରେ ମୁଁ ତ ଜଣକୁ ପୁରାପୁରି ଭୁଲି ଯାଇଥିଲି। ଦେଖୁନ କେମିତି ବସିକି ଏଠି ନାଳ ଗଡ଼ଉଛନ୍ତି। ସାଙ୍ଗମାନେ ଆଜିର ଭିଡ଼ିଓଟି କେମିତି ଲାଗିଲା ଜମା ବି କହିବାକୁ ଭୁଲିବେନି। ଆଉ ରହିଲି, ପୁଣି ଦେଖାବା।